ଦେଖେଇବା। ଆମ୍ଭ ନିକଟରେ ସେ ତାଙ୍କ ନିକଟରେ ପ୍ରାର୍ଥନା କରିବାକୁ କହିଛନ୍ତି, ଉତ୍ତର ଦେବେ ବୋଲି ବି ପ୍ରତିଜ୍ଞା କରିଛନ୍ତି। ଅଜ୍ଞାତ ବିଷୟ, ମହତ ବିଷୟ, ଦୁଷ୍କର୍ମାନ ବିଷୟ ଦେଖେଇବା ପାଇଁ ମଧ୍ୟ ସେ ତାଙ୍କ ମୁଖରୁ ସେ ଆମମାନଙ୍କୁ ତାହା ପ୍ରତିଜ୍ଞା କରିଛନ୍ତି। ଏଇଟା ପ୍ରତିଜ୍ଞା ଆମମାନଙ୍କ ନିମନ୍ତେ, ମାନବ ଜାତି ନିମନ୍ତେ, ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ପରମେଶ୍ୱରଙ୍କର ଗୋଟେ ପ୍ରତିଜ୍ଞା। ଏଇଟା ଅନ୍ୟଥା କେବେ ହବ ନାହିଁ। କଣ କୁହନ୍ତି? ତିନିଟି ଶବ୍ଦ, ଅଜ୍ଞାତ, ମହତ, ଦୁଷ୍କର୍ମାନ ତୁମକୁ ଦେଖେଇବା। ଆମର ପରମେଶ୍ୱର ଅସମ୍ଭବକୁ ସମ୍ଭବ କରିବାର ପରମେଶ୍ୱର। ଅଜ୍ଞାତକୁ ଆମେ ଟିକେ ଭାବିବା। ଅଜ୍ଞାତ, ଏ ତିନୋଟି ବିଷୟ ସେ କହିଲେ। ଅଜ୍ଞାତ, ଯାହା ଆମେ କେବେ ଜ୍ଞାତ ହେଇନୁ, ଭାବିନୁ, ଚିନ୍ତା କରିନୁ, ଆମେ ଜାଣିନଥିବା ଯୋଉ ବିଷୟ ଆମେ ଜାଣିନଥିବା କିମ୍ବା ଭାବିନଥିବା, ଆମ ପାଇଁ ତାହା ଅଜ୍ଞାତ। ଆମେ କେବେ ବି ଭାବିନଥିଲୁ ଦିନେ ବଡ ହେବା, ଏଇ ପ୍ରଭୁଙ୍କ କାମ କରିବା, ଏଇ ଚାକିରି କରିବା କି ଇତ୍ୟାଦି ଯୋଉଟା ଆମେ ଭବିଷ୍ୟତ କଥା କେବେ ଭାବିନଥିଲୁ, ସେହିପରି ସେ କାର୍ଯ୍ୟ କରିବାର ପରମେଶ୍ୱର। ଅଜ୍ଞାତ, ଏବେ ମଧ୍ୟ ଯୋଉଟା ଯୋଉଟା ବଡ ହେଲା ପରେ ମଧ୍ୟ ଆମେ ଯୋଉଟା ଭାବିନଥିବା, ଆମ ପାଇଁ ଯୋଉଟା ଅଜ୍ଞାତ, ସେଇ କାର୍ଯ୍ୟ ସେ କରିବାର ପରମେଶ୍ୱର। ମହତ ଅର୍ଥ ବଡ ବଡ ବିଷୟ, ଏଟା ବି ଅସମ୍ଭବ ବିଷୟ, ଆମେ ଯୋଉଟା ପାଇବା ପାଇଁ ଯୋଗ୍ୟ ନହୁଁ, ସେ ଯୋଗ୍ୟତା ଠାରୁ ଅଧିକ ଦେବାର ପରମେଶ୍ୱର। ମହତ ବିଷୟ ସେ ଦେବାର ପରମେଶ୍ୱର, ସେ ପ୍ରତିଜ୍ଞା କରନ୍ତି। ଆଉ ଦୁଷ୍କର୍ମାନ, ଦୁଷ୍କର ଅର୍ଥ ଗୋଟେ ଦେଖୁଥିଲି ମୁଁ, ଅର୍ଥ କଠିନ ବିଷୟ, ଯୋଉଟା କି ମନୁଷ୍ୟ ପାଇଁ ଆମେ ଅସମ୍ଭବ ଭାବିଥାଉ। ସେଇ ମହତ ବିଷୟ, ଅଜ୍ଞାତ ମହତକୁ ମିଶାଇଲା ପରେ ଯୋଉ ଆଉ ଗୋଟେ ବି ଯଦି ଅସମ୍ଭବ ବିଷୟ ହେଲା, ଦୁଷ୍କର ବିଷୟ, କଠିନ ବିଷୟକୁ ସେ ସମ୍ଭବ କରି ଦେଖେଇବାର ପରମେଶ୍ୱର। ଏତେ ପ୍ରତିଜ୍ଞା ମାନଙ୍କୁ ସେ ପ୍ରଦାନ କରିଛନ୍ତି। ସେଇ ପରମେଶ୍ୱରଙ୍କର ଆଜି ଆମେ ପରିଚୟ ପାଇଛୁ ମୋର ପ୍ରିୟ ମାନେ। ଆଉ ତାହାଙ୍କ ନିକଟରେ ମାଗିବା ନିମନ୍ତେ, ତାହାଙ୍କ ନିକଟଗାମୀ ହେବା ନିମନ୍ତେ ସେ ଆମମାନଙ୍କୁ ସୁଯୋଗ ଦେଇଅଛନ୍ତି, ଆମକୁ ମନୋନୀତ ସେ କରିଅଛନ୍ତି। ଆମମାନଙ୍କର ଜିରିମିୟ 32:17 କିଏ ଗୋଟେ ପାଠ କରିବେ? ଜିରିମିୟ तुम्हें अपना महापराक्रम और विस्तीर्ण बाहु द्वारा आकाश मंडल पृथ्वी निर्माण करियछ, तुमर असाध्य किछि ही नाही। धन्यवाद भौणी। एठारे आमे देखिलु प्रभुଙ୍କର ପରାକ୍ରମ, ତାଙ୍କର ସେ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା। ଆମର ହାତ ଛୋଟ ଛୋଟ ହାତ, ଆମେ ଗୋଟେ ଜିନିଷ ତିଆରି କରିବାକୁ ବର୍ଷ ବର୍ଷ ଲାଗେ, ମାତ୍ର ପରାକ୍ରମ ପରମେଶ୍ୱର ସେ ତାଙ୍କର ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଏ ଆକାଶ ମଣ୍ଡଳ ପୃଥିବୀ ସେ ନିର୍ମାଣ କରିଛନ୍ତି। ତାଙ୍କର ମୁଖର ବାକ୍ୟ ଦ୍ୱାରା, ତାଙ୍କର ଶକ୍ତି ଏତେ, ତାଙ୍କର ପରାକ୍ରମ କେତେ ଆମେ କଳ୍ପନା କରିପାରିବା ନାହିଁ ଏଇ ମନୁଷ୍ୟ ସୀମିତ ଜ୍ଞାନ ମଧ୍ୟରେ। ସେଇ ପରମେଶ୍ୱର ଯଦି ଆମକୁ ଏହି ସେ ସୁଯୋଗ ଦେଉଛନ୍ତି, ମାଗ, ତୁମମାନଙ୍କୁ ଅଜ୍ଞାତ ମହତ ଦୁଷ୍କର୍ମାନ ବିଷୟ ଦେଖେଇବି। 18 ପଦ ତଳକୁ ଲେଖାଯାଏ, ମୁଁ ପାଠ କରୁଛି, ତୁମେ ମହାନ ପରାକ୍ରାନ୍ତ ପରମେଶ୍ୱର। ଏଠାରେ ତଳକୁ ଖ ଅଂଶରେ ଲେଖାଯାଏ, ସେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତାଙ୍କର ନାମ। ସେ ନିଜ ବାହୁ ଦ୍ୱାରା ଆକାଶ ମଣ୍ଡଳ ପୃଥିବୀ ନିର୍ମାଣ କରିଅଛନ୍ତି। ଏଟା ସତ୍ୟ। ଜଗତରେ ଯାହା ବି ଦେଖୁଛୁ ଆମେ ପ୍ରାକୃତିକ ବିଷୟ, ଆମମାନଙ୍କର ଅଜା ପୁରୁଷ ତାହା କରିନାହାନ୍ତି। ଯେ ତାଙ୍କର ମହାପରାକ୍ରମ ବାହୁ ଦ୍ୱାରା ସେଇ ଆକାଶ ମଣ୍ଡଳ ପୃଥିବୀ ନିର୍ମାଣ କରିଅଛନ୍ତି। ସେ କହନ୍ତି, ତାଙ୍କୁ ଏଠି କହନ୍ତି, ସେ କହନ୍ତି ତୁମର ଅସାଧ୍ୟ କିଛି ନାହିଁ। ଏଇଟାରେ ପ୍ରାର୍ଥନାକାରୀ ବିଶ୍ୱାସୀ କହିଅଛନ୍ତି। ଭକ୍ତ ଦାଉଦ ମଧ୍ୟ କହନ୍ତି, ଜିରିମିୟ କହନ୍ତି, ତୁମର ଅସାଧ୍ୟ କିଛି ନାହିଁ। ଆମେ ବି ଜାଣିଛୁ ପରମେଶ୍ୱରଙ୍କ ନିକଟରେ କୌଣସି ବିଷୟ ଅସମ୍ଭବ ନାହିଁ। ଆମେ ଜାଣିଛୁ, ତଥାପି ଆମମାନଙ୍କର ବିଶ୍ୱାସ କ୍ଷୀଣତା ହେତୁ, ଆମମାନଙ୍କର ଦୁର୍ବଳତା ବିଶ୍ୱାସ ହେତୁ ତାଙ୍କର ପରାକ୍ରମକୁ ଆମେ ପ୍ରତିଫଳ ଦେଖିପାରୁନାହୁଁ। ହାୟ ଆମମାନେ ଗୋଟେ ଦୁର୍ବଳ ମନୁଷ୍ୟ। ଏତେ ପରାକ୍ରମୀ ପରମେଶ୍ୱରଙ୍କର ମହତ୍ ବିଷୟ ଆମମାନେ ପାଇବା ପାଇଁ ଆମେ ଯଦି ପଛ ଘୁଞ୍ଚା ହଉଛୁ, ପାଉନାହୁଁ, ଅସଫଳ ହଉଛୁ, ତେବେ ପ୍ରିୟମାନେ ଆମମାନଙ୍କର ବିଶ୍ୱାସ ଜୀବନର କ୍ଷୀଣତା ହେତୁ ହେଇଥାଏ। ତେଣୁ ପ୍ରଭୁ ଆଜି ବି ଆମମାନଙ୍କୁ ବାକ୍ୟ ଦ୍ୱାରା କହିବାକୁ ଚାହୁଁଛନ୍ତି, ମୋ ନିକଟରେ କୌଣସି ବିଷୟ ଅସମ୍ଭବ ନୁହେଁ। ସମସ୍ତ ବିଷୟକୁ ଆମେ ତାହାଙ୍କ ନିକଟରେ ସମର୍ପଣ କରିବା। ସେ କାରଣ ସେ ସର୍ବଶକ୍ତିମାନ, ସେ ସର୍ବଦର୍ଶୀ, ସେ ସର୍ବବ୍ୟାପୀ ଆଉ ଜିହୋବା ପରମେଶ୍ୱର ଅଟନ୍ତି ବା ତ୍ରିଏକ ପରମେଶ୍ୱର ଅଟନ୍ତି। ଆଜିକାଲି ଚିରକାଳ ସେ ସମାନ ଅଟନ୍ତି। ତାଙ୍କର ଶେଷ ନାହିଁ। ସେ ଆରମ୍ଭ ଆଉ ସେ ଶେଷ, ତାଙ୍କର କୌଣସି ପରିବର୍ତ୍ତନ ନାହିଁ। ସେହି ପରମେଶ୍ୱର କହୁଅଛନ୍ତି, ଆମ୍ଭ ନିକଟରେ ପ୍ରାର୍ଥନା କର। ସେଇ ପୂର୍ବପୁରୁଷ ମାନଙ୍କ ନିକଟରେ ଯେ କାର୍ଯ୍ୟ କରିଥିଲେ ଆମ ନିକଟରେ କରିବେ ନାହିଁ,
ତାହା ନୁହେଁ। ସେ ଚିରକାଳ ସମାନ, ସେ ଅପରିବର୍ତ୍ତନୀୟ ଅଟନ୍ତି। ତେଣୁ ମାଗ, ଏହି ପ୍ରତିଶ୍ରୁତି ଆମକୁ ସେ ଦେଉଅଛନ୍ତି। ଆମେ କାହାକୁ କେବେ ମାଗିଥାଉ କିନ୍ତୁ ତୁମେ ମତେ ଏ ଜିନିଷ ମାଗେ ଦେବି, ଏ ଶବ୍ଦ ଆମ ଜୀବନରେ ହୁଏତ କମ ହେଇଥାଏ। ଆଜି ଆମ ବାରିପଟେ ଯଦି ଆମ୍ବ ଗଛ ଫଳିଛି, ପିଜୁଳି ବି ଫଳିଛି କିମ୍ବା ଲେମ୍ବୁ ଫଳିଛି, ଆମେ କେବେ ବି ଭାବି ନଥାଉ ସେ ଝିଅଟା କି ସେ ମାଟା ଆସିକି ମୋଠୁ ନେଇଯାଉ, ମାଗିକି ନେଉ। ମନୁଷ୍ୟ ହିସାବରେ ତାହା ଆମେ ଭାବିବା କମ ହେଇଥାଉ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ଲୋକଙ୍କୁ, ସୃଷ୍ଟ ସମସ୍ତ ମାନବ ଜାତିଙ୍କୁ ସେ ମାଗିବା ନିମନ୍ତେ ସେ ଅଫର ଦେଇଛନ୍ତି। କେମିତି? ଆମେ କଣ ଟିକଟ କାଟୁଛୁ କି? ନା, ସେ ବିନା ମୂଲ୍ୟରେ ସେ ଆମକୁ ସେ ଅଫର କରିଛନ୍ତି, ମାଗ ଦିଆଯିବ। ଆଉ କେତେବେଳେ ମାଗିବା? ପ୍ରାର୍ଥନା କରିବାର କୌଣସି ସମୟ ନାହିଁ। ତାଙ୍କର ପ୍ରତିଶ୍ରୁତି ଯେ ନିଶ୍ଚିତ, ସେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଆମେ ତାଙ୍କ ନିକଟରେ ପ୍ରାର୍ଥନା କରିବା ଆଉ ସେ ଶୁଣନ୍ତି। କାହିଁକିନା ପ୍ରାର୍ଥନା ଶୁଣିବା ନିମନ୍ତେ ସର୍ବଦା ତାଙ୍କର କର୍ଣ୍ଣ ଡେରିକେତ ଥାନ୍ତି। ସମସ୍ୟା ଦେଖିବା ପାଇଁ ତାଙ୍କର ଚକ୍ଷୁ ମଧ୍ୟ ସର୍ବଦା ମୁକ୍ତ ଥାଏ। ସେ ସ୍ୱର୍ଗର ପିତା ହେଲେ ମଧ୍ୟ ସ୍ୱର୍ଗରେ ଥାଇ ଆମମାନଙ୍କୁ ଉତ୍ତର ଦେବାର ପରମେଶ୍ୱର ସେ ଅଟନ୍ତି। ସେଇ ବିଷୟ ଆମେ ଜ୍ଞାତ ଅଛୁ ସତ, କିନ୍ତୁ ଅଜ୍ଞାତ ଭଳି କ୍ଷୀଣ ଦୁର୍ବଳ ବିଶ୍ୱାସ ହେତୁ ଆଜି ଆମେ ବେଳେ ବେଳେ ସଫଳ ହେଇନଥାଉ, କିନ୍ତୁ ଅଧିକାଂଶ ଆମମାନଙ୍କର ସଫଳ ଜୀବନ ଯାପନ କରୁଛୁ। ଆମେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଧନ୍ୟ। କେବଳ ପ୍ରାର୍ଥନା ଦ୍ୱାରା ଆମମାନଙ୍କ ଜୀବନରେ ମହତ୍ ବିଷୟ, ଅଜ୍ଞାତ ବିଷୟ, ଦୁଷ୍କର୍ମାନ ବିଷୟ ଆମମାନଙ୍କ ଜୀବନରେ ଆମେ ଦେଖିଅଛୁ। ପ୍ରିୟ ମୋର ଭାଇ ଭଉଣୀ ମାନେ, ସମ୍ପୂର୍ଣ୍ଣ ବାଇବଲରେ ଯଦି ଲେଖାଯାଇଛି, ଆମେ ବାଇବଲ ବିଶାରଦ ମାନେ କହନ୍ତି ବାଇବଲରେ 425 ଥର ଲେଖାଯାଏ ପ୍ରାର୍ଥନା କରିବା ବିଷୟରେ। ପ୍ରାର୍ଥନା କର, ପ୍ରାର୍ଥନା ଶବ୍ଦ ବାଇବଲରେ 425 ଥର ଲେଖାଯାଏ। এই ପ୍ରାର୍ଥନା କ'ଣ? ଆମେ ଗତକାଲି ପ୍ରଭୁଙ୍କ ଦାସ କହୁଥିଲେ, ମୁଁ ମଧ୍ୟ ଲିଙ୍କରେ ଛାଡ଼ିଥିଲି, ପ୍ରାର୍ଥନା ଗୋଟେ କ'ଣ? ପ୍ରଭୁ ସହିତ ସମ୍ପର୍କ ରଖିବା, ପବିତ୍ର ଆତ୍ମା ସହିତ ସମ୍ପର୍କ ରଖିବା, ଇତ୍ୟାଦି 15ଟା ଖଣ୍ଡେ ମୁଁ ଛାଡ଼ିଥିଲି। এই ପ୍ରାର୍ଥନା ବିଷୟ ଆମେ ବି ଜାଣିଛୁ, ହେଲେ ଏହି ପ୍ରାର୍ଥନା କେବେଠାରୁ ଆରମ୍ଭ ହେଲା ବୋଲି ଆମେ ଜାଣିଛୁ। ଏ ପ୍ରାର୍ଥନା କରିବା ଆମେ ତ ଜାଣିଛୁ, ତଥାପି ମଧ୍ୟ ସମସ୍ତଙ୍କର ଅବଗତ ନିମନ୍ତେ କିଏ ଯଦି କହିପାରିବେ এই ପୃଥିବୀରେ ପ୍ରାର୍ଥନା କେଉଁ ସମୟରେ ଆରମ୍ଭ ହେଲା? ବଗିଚାରୁ। ଧନ୍ୟବାଦ ଭଉଣୀ। କେତଙ୍କର ପୁଅ ଇନସଙ୍କ ସମୟରେ ପୃଥିବୀରେ ପ୍ରଥମ ପ୍ରାର୍ଥନା ଆରମ୍ଭ ହେଲା। ଧନ୍ୟବାଦ, ସୁନ୍ଦର ଉତ୍ତର। ଆଉ ସମସ୍ତଙ୍କ ଜାଣିବା ନିମନ୍ତେ ମଧ୍ୟ, ଯଦି କେତେ ଜଣ ବେଳେ ବେଳେ ଆମେ ଜାଣିନଥାଉ, ସମସ୍ତଙ୍କ ଅବଗତି ନିମନ୍ତେ ଏଇଟା ମୁଁ ପଚାରିବାକୁ ଚାହିଁଲି। ଆଉ এই ପ୍ରାର୍ଥନା ଶବ୍ଦ ସେହି ସମୟରୁ ଆଦି 4 ପର୍ବ 26 ପଦରୁ ଆରମ୍ଭ ହୋଇ କେଉଁଠାରେ ଶେଷ ହୋଇଛି? ପ୍ରକାଶିତ ବାକ୍ୟ 8 ପର୍ବ 4 ପଦରେ ଶେଷ ହୋଇଛି ପ୍ରାର୍ଥନା କରିବା ବିଷୟରେ। 8 ପର୍ବର 4 ପଦ ପରେ ଆଉ ପ୍ରାର୍ଥନା ଶବ୍ଦ ଲେଖାଯାଏ ନାହିଁ। ଆମେ ପ୍ରାର୍ଥନା କରିବା ସମୟରେ ପ୍ରାୟତଃ ଆମେ ଘରେ ଘରେ ସମସ୍ତେ କେତେଟା ମୁଖସ୍ଥ ପଦ କରିଥାଉ। ଆଉ ବିଶେଷ କରି ମୋ କଥା ମୁଁ କହେ, ଯେତେବେଳେ ପ୍ରାର୍ଥନା ମୁଁ କରେ, 2-33 ପଦ ପର୍ବ ଅନୁସାରେ ମୁଁ ପ୍ରଭୁଙ୍କୁ ସ୍ମରଣ କରିଦିଏ, ପ୍ରଭୁ ଏହି ପ୍ରତିଜ୍ଞା କରିଛ। ଆଉ ପ୍ରାୟ ମଧ୍ୟ ସମସ୍ତେ ମଧ୍ୟ ଏହି ପଦ ପର୍ବକୁ ଆମେ ସ୍ମରଣ କରିବା ପ୍ରାର୍ଥନା କରିଥାଉ। ପ୍ରଥମ ଯୋହନ 5 ପର୍ବ 13-14 ପଦରେ କିଏ ଗୋଟେ ପାଠ କରିବେ କି? ପ୍ରଥମ ଯୋହନ 5 ପର୍ବ 13-14 ପଦ। ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମେମାନେ ଯେପରି ଜାଣ ଯେ ତୁମେମାନେ ଅନନ୍ତ ଜୀବନ ପାଇଛ, ଏଥି ନିମନ୍ତେ ମୁଁ ତୁମମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। ପୁଣି ଆମେମାନେ ଯେବେ ତାଙ୍କ ଇଚ୍ଛା ଅନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି। ତାଙ୍କ ନାମରେ ଆମମାନଙ୍କର ଏହି ସାହସ ଅଛି। ଧନ୍ୟବାଦ। ସୁନ୍ଦର। 14 ପଦକୁ ଆମେ ଦେଖିବା। ଆମ୍ଭେମାନେ ଯଦି ତାହାଙ୍କ ଇଚ୍ଛା ଅନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେଇ ପ୍ରାର୍ଥନା ସେ ଶୁଣନ୍ତି, ଆଉ ତାଙ୍କ ଠାରୁ ଆମର ସେ ସାହସ ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଅନେକ ପ୍ରାର୍ଥନା କରିଥାଉ ଯାହା ଆମ ଦୃଷ୍ଟିରେ ଉତ୍ତମ ଓ ପ୍ରୟୋଜନ ବୋଲି ଭାବିଥାଉ, ମାତ୍ର ଆମେ କେବେ ବି ଚିନ୍ତା କରିନଥାଉ ଏହା ପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କି ନୁହେଁ। ଉପର ବାକ୍ୟ ପାଠନ ଅନୁସାରେ ଯଦି ତାହାଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥନା କଲେ ସେ ଶୁଣନ୍ତି। ସବୁ କଥା ସେ ଶୁଣନ୍ତି, କିନ୍ତୁ ଗ୍ରାଣ୍ଟ କରିବା କଥା କୁହାଯାଉଛି। ଯଦି ତାହାଙ୍କ ଇଚ୍ଛା ଅନୁସାରେ ଆମେ ପ୍ରାର୍ଥନା କରୁ, ସେ ଶୁଣନ୍ତି, କିନ୍ତୁ ଆମେ ତାହାଙ୍କ ଇଚ୍ଛାକୁ ଜାଣିବା ପାଇଁ କେବେ ବି ଚେଷ୍ଟା କରିନଥାଉ। ପ୍ରଭୁ ଏଇଟା ଇଚ୍ଛା କରୁଛନ୍ତି କି ନାହିଁ, ଆମର ଆବଶ୍ୟକ ଅଛି, ଆମର ପ୍ରୟୋଜନ ଅଛି, ଆମେ ହୁଏତ ଅଧିକ ମାଗି ଚାଲିଥାଉ। ଆଉ ଯେତେବେଳେ ଉତ୍ତର ପାଇନଥାଉ ଆମେ ବନ୍ଦ କରିଥାଉ। ଆମେ ସେଥିରୁ ଜାଣିବା ତାହା ପରମେଶ୍ୱରଙ୍କର ଆମ ପ୍ରତି ଇଚ୍ଛା ନାହିଁ। ତେଣୁ ପ୍ରାର୍ଥନା କରିବା କି ମାଗିବା ପୂର୍ବରୁ ମଧ୍ୟ ଆମକୁ କିଛି ଚିନ୍ତା କରିବାକୁ ପଡ଼ିବ, ଏହା ତାଙ୍କ ଦୃଷ୍ଟିରେ ଉତ୍ତମ କି ନାହିଁ।
ଯେହେତୁ ଭଲ ଏବଂ ମନ୍ଦର ଜ୍ଞାନ ପ୍ରଭୁ ଆମମାନଙ୍କୁ ଦେଇ ଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଖ୍ରୀଷ୍ଟ ବିଶ୍ୱାସୀ ଜୀବନରେ ପ୍ରାର୍ଥନା ଏକ ଗୋଟେ ଅସ୍ତ୍ର। ପ୍ରାର୍ଥନା ଗୋଟେ ଆମମାନଙ୍କର ନିଶ୍ୱାସ ପ୍ରଶ୍ୱାସ। ପ୍ରାର୍ଥନା ଆମ ଜୀବନର ବଳ। ପ୍ରାର୍ଥନା ଗୋଟେ ଆମର ଖାଦ୍ୟ ଭଳି ଶକ୍ତି ଦିଏ। ଆମେ ଶାସ୍ତ୍ରରେ ମଧ୍ୟ ପାଠ କରୁଛୁ, ଶ୍ରବଣ ଶୁଣିକି ମଧ୍ୟ ଆମେ ଜାଣିଛୁ ଅନେକ ପ୍ରଭୁଙ୍କ ଦାସମାନେ ପ୍ରାର୍ଥନା ଦ୍ୱାରା ଏହି ବାକ୍ୟ ଅନୁସାରେ ଅଜ୍ଞାତ ମହତ ଦୁଷ୍କର୍ମାନ ସବୁ ପ୍ରାପ୍ତ ହୋଇଅଛନ୍ତି। ଆମେ ବାକ୍ୟରେ ଶୁଣୁଛୁ ଯୋଉଟା କି ଅସମ୍ଭବ ବିଷୟ ଥିଲା। ଆମେ ସାମୁଏଲଙ୍କ କଥା, ଦାଉଦ, ଯୋସେଫ, ଏଇ ତାଙ୍କ ଜୀବନରେ ତାହା ଅଜ୍ଞାତ ଥିଲା ଆଉ ମହତ୍ ବିଷୟ। ସେମାନଙ୍କର ପ୍ରାର୍ଥନା ଦ୍ୱାରା ଅନେକ ଦାସମାନେ କିପରି ସଫଳ ହେଇଛନ୍ତି ଆମେ ସମସ୍ତେ ଜାଣିଛୁ। ଆଉ 2-3ଟା ଖାଲି ଉଦାହରଣ ପାଇଁ ଆମେ ଯଦି ଆଲୋଚନା କରିବା, ଯାତ୍ରା ପୁସ୍ତକ 17 ପର୍ବ 10-13 ଯାଏ ଲେଖାଯାଏ, ମୋଶା ପ୍ରାର୍ଥନା କଲେ ଆଉ ଅମାଲେକୀୟ ମାନେ ହାରିଗଲେ। ଆମେ ସମସ୍ତେ ଜାଣିଛୁ। ଆଉ ଥରେ ତାହାକୁ ସ୍ମରଣ କରି ଆଣିବା। ଈଶ୍ୱରଙ୍କ ଇଚ୍ଛା ଅନୁସାରେ, ଈଶ୍ୱରଙ୍କ ଦୃଷ୍ଟି ଯାହା ଉତ୍ତମ ତାହା ମାଗିଲେ ପରମେଶ୍ୱର ତାହା ସମ୍ଭବ କରନ୍ତି। ମୋଶାଙ୍କର ପ୍ରାର୍ଥନା କଲେ ଆଉ ମୋଶା ସେଦିନ ପ୍ରାର୍ଥନା କଲେ, ଅମାଲେକୀୟ ମାନେ ହାରିଗଲେ। ଆଉ ଝିଅସୁଅ 10 ପର୍ବ 12 ପଦ ଅନୁସାରେ ଆମେ ଦେଖୁ, ଝିଅସୁଅଙ୍କର ପ୍ରାର୍ଥନାରେ ସୂର୍ଯ୍ୟ 12 ଘଣ୍ଟା ସ୍ଥଗିତ ହେଲା। ଏହା ଆମକୁ କାହାଣୀ ଭଳି ଲାଗୁଛି, କିନ୍ତୁ ସତ୍ୟ ତାହା। ପ୍ରଭୁଙ୍କ ଇଚ୍ଛା ଅନୁସାରେ ବିଶ୍ୱାସରେ ଯୋଉ ପ୍ରାର୍ଥନା କରିବା ପରମେଶ୍ୱର ପ୍ରଭୁ ଶୁଣନ୍ତି ଆଉ ଉତ୍ତର ଦିଅନ୍ତି। ସେଦିନ ଝିଅସୁଅ ଈଶ୍ୱରଙ୍କର ସେ ପ୍ରକୃତି ସୃଷ୍ଟି ବିଷୟକୁ ତାଙ୍କର ପ୍ରାର୍ଥନାରେ ପରିବର୍ତ୍ତନ ହେଇପାରିଥିଲା। ତାଙ୍କ ପ୍ରାର୍ଥନାରେ ସୂର୍ଯ୍ୟ 12 ଘଣ୍ଟା ସ୍ଥଗିତ ହେଇ ରହିଥିଲା। କାହିଁକି ହେଲା ଆମେ ଇତିହାସ ଏବେ ଜାଣିବାନି, ସମୟ ନାହିଁ। ଆଉ ପ୍ରଥମ ରାଜାବଳୀ 18 ପର୍ବ 36-38 ଲେଖାଯାଏ, ଏଲିଓ ପ୍ରାର୍ଥନା କଲେ, ସ୍ୱର୍ଗରୁ ଅଗ୍ନି ନିର୍ଗତ ହେଲା। ଦାନିଏଲ ମଧ୍ୟ ପ୍ରାର୍ଥନା କଲେ, ତାଙ୍କ ପ୍ରାର୍ଥନାରେ ମଧ୍ୟ ସିଂହମାନଙ୍କର ମୁହଁ ବନ୍ଦ ହେଲା। ପ୍ରାର୍ଥନାର ଶକ୍ତି କେତେ! ଏଡେ ବଡ ସିଂହ ଗୋଟେ ସେକେଣ୍ଡରେ ମନୁଷ୍ୟକୁ ଧ୍ୱଂସ କରିବା ପ୍ରାଣୀ ସେ। ଈଶ୍ୱର ମଧ୍ୟ ତାଙ୍କୁ ଶକ୍ତି, ସେ ବଳ ଦେଇଛନ୍ତି। କିନ୍ତୁ ଏଇ ପ୍ରାର୍ଥନା, ବିଶ୍ୱାସର ପ୍ରାର୍ଥନା, ଦୃଢ ପ୍ରାର୍ଥନା କିପରି ଆଶ୍ଚର୍ଯ୍ୟ କାର୍ଯ୍ୟ କରିଅଛି। ଆମମାନଙ୍କର ପ୍ରତିଥର ଆମେ ହାନାଙ୍କ ଜୀବନରେ ମଧ୍ୟ ଶିକ୍ଷା ପାଉଛୁ। ଆମ ଜୀବନର ଶେଷ ସନ୍ଧ୍ୟା ସେ ଆମର ଉଦାହରଣ ଅଛନ୍ତି। ତେଣୁ ତାଙ୍କ ଦ୍ୱାରା ମଧ୍ୟ ଆମେ ଶିଖିବାକୁ ପାଇବା। ହାନାଙ୍କର ପ୍ରାର୍ଥନା ମଧ୍ୟ ସେ ବନ୍ଧନକୁ ମୁକ୍ତ କରିଥିଲେ ଆଉ ସେ କଣ କରିଥିଲେ, ସେ ସନ୍ତାନ ପ୍ରସବ କରିଥିଲେ। ସେଇ ପ୍ରାର୍ଥନା ଦ୍ୱାରା ମଧ୍ୟ ପିତର ବନ୍ଦିଶାଳାରୁ ମୁକ୍ତ ହେଲେ। ଏହିପରି ତ ଅନେକ ପ୍ରାର୍ଥନାର ଅଛି, କିନ୍ତୁ ଅଳ୍ପ କ୍ଷେତ୍ର ଆମେ ଆଲୋଚନା କରିବା। ପ୍ରାର୍ଥନାର କେତେ ମହତ୍ ଶକ୍ତି, କେତେ ଆଉ ମହତ୍ କାର୍ଯ୍ୟ ସଫଳ କରେ। ପ୍ରାର୍ଥନା ଶକ୍ତିରେ ବନ୍ଧନ ଛିଣ୍ଡିଯାଏ, ପ୍ରାର୍ଥନାରେ ଲୌହ କବାଟ ଖୋଲିଯାଏ। ସେଇ ପରମେଶ୍ୱର ଆଜିକାଲି ଚିରକାଳ ସମାନ ଅଟନ୍ତି। ସେଇଦିନ କରିଥିଲେ ଆଜି ମଧ୍ୟ ସେ କରିବା ପାଇଁ ସେ ଅଛନ୍ତି, ସେ ଅପରିବର୍ତ୍ତନୀୟ। ତେଣୁ ସେ କହନ୍ତି, ଆମ୍ଭ ନିକଟରେ ମାଗ, ଆମ୍ଭ ନିକଟରେ ମାଗ। ଆମ୍ଭମାନଙ୍କ ଜୀବନରେ ବିଭିନ୍ନ ପ୍ରକାର ବନ୍ଧନ ରହିଅଛି। ପ୍ରିୟମାନେ, ଆମମାନଙ୍କ ଜୀବନରେ ଅବିଶ୍ୱାସର ବନ୍ଧନ ରହିଛି, ଅଳସୁଆର ବନ୍ଧନ ରହିଛି, କ୍ରୋଧର ବନ୍ଧନ ରହିଛି, ଅହଙ୍କାରର ବନ୍ଧନ ରହିଛି, ଗର୍ବର ବନ୍ଧନ ରହିଛି, ଘୃଣାର ବନ୍ଧନ ରହିଛି, ଆତ୍ମିକ ଶିଥିଳତାର ବନ୍ଧନ ରହିଛି, ରୋଗର ବନ୍ଧନ ରହିଛି, ଅଭାବର ବନ୍ଧନ ରହିଛି। ଏହିପରି ଅନେକ ବନ୍ଧନ କାହା ଜୀବନରେ କେଉଁ ବନ୍ଧନ ରହିଛି। ଆଉ ସେଇ ବନ୍ଧନ ଖୋଲିବା ନିମନ୍ତେ ମଧ୍ୟ ଆମମାନଙ୍କର ପ୍ରଭୁ ଶକ୍ତି, ଜ୍ଞାନ, ବୁଦ୍ଧି ଦେଇଛନ୍ତି। ପ୍ରାର୍ଥନା ତ ଆମର ଅସ୍ତ୍ର। ତେଣୁ ଏଇ ଯୋଉ ଜାଗତିକ ବନ୍ଧନ ଗୁଡାକ ରହିବା ଦ୍ୱାରା ଆମେ ଆତ୍ମିକ ଜୀବନରେ ଉନ୍ନତି କରିପାରୁନାହୁଁ କିମ୍ବା ଆତ୍ମିକ ଶିଥିଳତା ହଉଛୁ। ଆଜି ପ୍ରଭୁ କହୁଅଛନ୍ତି ଏ ବାକ୍ୟ ଦ୍ୱାରା, ଆମେ ପ୍ରାର୍ଥନା ଦ୍ୱାରା ପ୍ରଭୁଙ୍କ ନିକଟକୁ ଯାଉ, ତାଙ୍କର ନିକଟଗାମୀ ହଉ। ବାକ୍ୟ ଅନୁସାରେ ଏହି ସମସ୍ତ ବନ୍ଧନକୁ ମୁକ୍ତ ପାଇବା ପାଇଁ, ନିଜ ମୁକ୍ତି ପାଇଁ, ଆମ ପରିବାରର ମୁକ୍ତି ପାଇଁ, ଅନ୍ଧକାରରେ ଥିବା ପ୍ରତ୍ୟେକ ଲୋକମାନଙ୍କର ମୁକ୍ତି ପାଇଁ ସେଇ ପ୍ରତିଜ୍ଞା ସିଦ୍ଧ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ଯେପରି ପ୍ରଭୁ ଆମ ଜୀବନରେ ମହତ୍ କାର୍ଯ୍ୟ କରିବେ, ଦୁଷ୍କର୍ମାନ କାର୍ଯ୍ୟ କରିବେ, ପ୍ରଭୁ ମାନଙ୍କୁ ସେ ମନୋନୀତ କରିଅଛନ୍ତି। ଯଦି ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଛୁ, ତେବେ ବିଶ୍ୱାସରେ ସେଇ ସତ୍ୟ ଜୀବିତ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା। ଯଦି ଆମେ ପୂର୍ଣ୍ଣ ବିଶ୍ୱାସ କରୁ, ତେବେ ତାଙ୍କର ପ୍ରତିଜ୍ଞା ବାକ୍ୟ ଆମ ଜୀବନରେ ସଫଳ ହବ। ନୂତନ ନିୟମରେ ପ୍ରଭୁଙ୍କ ଶିଷ୍ୟମାନେ ପ୍ରାର୍ଥନା କଲେ, ମୃତ ଜୀବିତ ହେଲେ, ଅସୁସ୍ଥ ଲୋକ ସୁସ୍ଥ ହେଲେ, ଚାଲି ପାରିଲେ। ଆମକୁ ମଧ୍ୟ ପ୍ରଭୁ ସେ ଶକ୍ତି, ସେ ବିଶ୍ୱାସ ଜୀବନ ଦେଇଛନ୍ତି। ଆମେ ନିଜର ବନ୍ଧନ ମୁକ୍ତ ପାଇଁ ଓ ଅନ୍ୟର ବନ୍ଧନ ମୁକ୍ତ ପାଇଁ ମଧ୍ୟ ପ୍ରାର୍ଥନା କରୁ। ଯେପରି ପ୍ରଭୁ ତାଙ୍କର ପ୍ରତିଜ୍ଞା ଅନୁସାରେ ଆମ ଜୀବନରେ, ଅନ୍ୟ ବିଶ୍ୱାସୀ ମାନଙ୍କ ଜୀବନରେ ମହତ୍ ବିଷୟ ଦେଖିବାକୁ ପାଇବେ। ଆଉ ଆମେ ଶାନ୍ତି ପାଇବା, ଆନନ୍ଦ ପାଇବା, ପ୍ରଭୁ ଗୌରବ ପାଇବେ। ପ୍ରାର୍ଥନା କଥା ଗତକାଲି ମଧ୍ୟ ମୁଁ ଛାଡ଼ିଥିଲି, ଆପଣମାନେ ଦେଖିଥିବେ। ପ୍ରାର୍ଥନା ଗୋଟେ ଅଦୃଶ୍ୟ ମାତ୍ର କାର୍ଯ୍ୟ ସାଧକ। ପ୍ରାର୍ଥନା ମନୁଷ୍ୟ ଈଶ୍ୱରଙ୍କ ମଧ୍ୟରେ ଗୋଟେ ସେତୁ ଭଳି କାମ କରେ।
ଆଉ ପ୍ରାର୍ଥନା ଧାର୍ମିକ ମାନଙ୍କର ବଳ ଅଟେ। ପ୍ରାର୍ଥନା ଦ୍ୱାରା ପବିତ୍ର ଆତ୍ମାଙ୍କ ସହିତ ଆମର ମିଳନ ହେଇଥାଏ। ପ୍ରାର୍ଥନା ଅସମ୍ଭବକୁ ସମ୍ଭବ କରିଥାଏ। ପ୍ରାର୍ଥନା ଦ୍ୱାରା ଏଇ ପରମେଶ୍ୱରଙ୍କୁ ଗୌରବ ମହିମା କୀର୍ତ୍ତନ କରିବାର ଆମେ ସୁଯୋଗ ପାଇଥାଉ। ଆଉ ପ୍ରାର୍ଥନା ଦ୍ୱାରା ପ୍ରଭୁଙ୍କ ହସ୍ତରେ ନିଜର ସମସ୍ତ ଭାର ଆମେ ସମର୍ପଣ କରିଥାଉ। ପ୍ରଭୁ ସ୍ୱର୍ଗବାସୀ ପିତା ହେଲେ ମଧ୍ୟ ସେ ଆମ୍ଭର ପିତା ଅଟନ୍ତି ଓ ସେ ଆମକୁ ଦୃଷ୍ଟି କରନ୍ତି। ପ୍ରଭୁ ଆଜି କାଲି ଚିରକାଳ ସମାନ ଅଟନ୍ତି। ତେଣୁ ଏଥିରୁ ଆମେ ଶିକ୍ଷା ପାଉଛୁ ଅଜ୍ଞାତ ମହତ ଦୁଷ୍କର ଏହି ଶବ୍ଦ ଆମେ ଆଲୋଚନା କଲୁ। ବାଇବଲ ମତ ଅନୁସାରେ ଆମେ ଦେଖୁଛୁ ସେ ଆଶ୍ଚର୍ଯ୍ୟ। ତାଙ୍କ ଦୃଷ୍ଟିରେ କୌଣସି ବିଷୟ ଅସମ୍ଭବ ନୁହେଁ। ଆମକୁ ଯେଉଁଟା ଅସମ୍ଭବ ଲାଗୁଥିବ ତାଙ୍କ ଆଗରେ ସବୁ ସମ୍ଭବ, ଯେହେତୁ ସେ ଆଶ୍ଚର୍ଯ୍ୟ। ଆଶ୍ଚର୍ଯ୍ୟ ଅର୍ଥ ସେ ଯେ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖେଇ ତାଙ୍କର ଗୌରବ ନେବା ନିମନ୍ତେ ନୁହେଁ, ପରମେଶ୍ୱରଙ୍କର ସ୍ୱଭାବ ହିଁ ତାହା ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ ମନୁଷ୍ୟ ମାନଙ୍କ ନିମନ୍ତେ। ସେ ମନୁଷ୍ୟ ଆଗରେ କରନ୍ତି। ତାଙ୍କ ଚିନ୍ତା କାର୍ଯ୍ୟ ମନୁଷ୍ୟର ଜ୍ଞାନରୁ ବାହାରେ, ତାଙ୍କର କାର୍ଯ୍ୟ ମନୁଷ୍ୟର ଜ୍ଞାନର ବାହାରେ। ସେ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା ପାଇଁ ନୁହେଁ, ତାଙ୍କର କାର୍ଯ୍ୟ ତାଙ୍କର ସ୍ୱଭାବକୁ ସେ ପ୍ରକାଶ କରନ୍ତି ମନୁଷ୍ୟ ଜାତି ନିମନ୍ତେ। ତେଣୁ ସେଇ ମହାନ ପରମେଶ୍ୱରଙ୍କୁ ଆମେ ଚିହ୍ନିଛୁ। ପ୍ରଭୁ ସୁଯୋଗ ଦେଇଛନ୍ତି ଏଇ ସମୟରେ, ଏଇ ଦୁର୍ଦିନ ସମୟରେ ଅଧିକରୁ ଅଧିକ ତାଙ୍କର ନିକଟଗାମୀ ହେବା। ଆମ୍ଭ ନିକଟରେ ମାଗ, ତାଙ୍କ ନିକଟକୁ ଯିବା। ଆମମାନଙ୍କର ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ, ମାଣ୍ଡଳିକ ଜୀବନ, ଆମର ଜିଲ୍ଲା, ଆମର ରାଜ୍ୟ, ଆମର ଦେଶର ପରିବର୍ତ୍ତନ ନିମନ୍ତେ, ସମସ୍ତ ବନ୍ଧନ ଖୋଲିବା ନିମନ୍ତେ ଆମେ ତାହାଙ୍କ ନିକଟକୁ ଯିବା। ଯେପରି ତାହାଙ୍କର ପ୍ରତିଜ୍ଞା ଅନୁସାରେ ପରମେଶ୍ୱର ଆମମାନଙ୍କ ଜୀବନରେ, ପ୍ରତ୍ୟେକଙ୍କ ଜୀବନରେ, ପ୍ରତ୍ୟେକ ପରିବାରରେ, ପ୍ରତ୍ୟେକ ମଣ୍ଡଳୀରେ, ପ୍ରତ୍ୟେକ ଜିଲ୍ଲାରେ, ପ୍ରତ୍ୟେକ ରାଜ୍ୟରେ ଆଉ ଦେଶରେ ମଧ୍ୟ ସେ ଅଜ୍ଞାତ ମହତ୍ କର୍ମ ଦୁଷ୍କର୍ମ ସେ ଦେଖେଇବେ। ଅଳ୍ପ ଶିକ୍ଷା ପରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଭୁଲ ଥିଲେ କ୍ଷମା କରିବେ। ପ୍ରେଜ୍ ଦ ଲର୍ଡ। କୌଣସି ବିଷୟ ଭୁଲ ନାହିଁ। ଏ ସୁନ୍ଦର ଭାବରେ ଆପଣ ବାକ୍ୟ ଦେଇକି ଆପଣଙ୍କୁ ବିଭିନ୍ନ ବାକ୍ୟକୁ ବାଛି ଆଣିକି ସୁନ୍ଦର ଭାବରେ କହିଲେ। ଏଥିରେ ଭୁଲ କୋଟି ଆସିବ ପ୍ରଭୁଙ୍କର ଠାରେ ଆମେ ଆନନ୍ଦ କରୁଛୁ, ମହାନନ୍ଦ କରୁଛୁ। ସେଥିପାଇଁ ଧନ୍ୟବାଦ ଦିଏ। ବହୁତ ସୁନ୍ଦର ଭାବରେ ଆପଣ ବାକ୍ୟ କହିଲେ, ପ୍ରାର୍ଥନାକୁ ଏତେ ସୁନ୍ଦର ଭାବରେ ଭାଙ୍ଗିକି ଆମମାନଙ୍କ ଭିତରେ ପରିବେଷଣ କଲେ, ଆମମାନଙ୍କୁ ପ୍ରଯୁକ୍ତ କଲେ। ସେଥି ନିମନ୍ତେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦିଏ। ବର୍ତ୍ତମାନ ଗୋଟେ ସୁନ୍ଦର